କାହାକୁ ଗଳି ପଡ଼ି ଗଣିଛନ୍ତି? ଏଇ ନା ଆଜ୍ଞା କାହାକୁ ଗଳି ପଡ଼ି ଗଣିଛ? ରାସ୍ତାକୁ ରାସ୍ତାରେ ଲୋକମାନଙ୍କୁ। ଆଉ ସକାଳୁ ଗାଧେଇ ପାଧେଇକି ଜଳଖିଆ ଫଳଖିଆ ସରିଲାଣି? ଆଉ ସରିଲାଣି, ଚକୁଳି ସରିଲାଣି, ଛିଡ଼ା ହେଇଛି, କାମ ଚାଲିଛି ତ ମୋତେ ଏପର୍ଯ୍ୟନ୍ତ ବ୍ରସ୍ କରିବାକୁ କହିନ? ତମେ ଏତେ ସକାଳୁ ବ୍ରସ୍ କାହିଁ କରିବ? ଖାଇଲେ ଗୋଟେ ମିଲ୍ ସରିଯିବ, ଏକାଥରେ କରିବ, ଖରାବେଳକୁ ଖାଇବ। ପଇସା ବଞ୍ଚଉଛ ନାଇଁ? ଆଉ ହଁ ବା, ମୋରି ଖାଇବାରେ ପଇସା ବଞ୍ଚିବ ନା ଆଉ କ'ଣ? ଏଠି ପିଲାଙ୍କୁ ଦେଇ ସାରିଲାଣି ନାଇଁ ସକାଳୁ କରିକି? ପିଲା କ'ଣ ଖାଇଲେ? ପିଲା ଚକୁଳି ଖାଇଲେ। ଚକୁଳି? ଖାଲି ତମରି ଖାଇବାଟାକୁ ମୁଁ ବଞ୍ଚଉଛି, କାହିଁକିନା ତମେ ଅଧିକ ମାତ୍ରାରେ ଖାଉଛ। ଆଜି ଆଉ ଇପି ଖାଇନାହାନ୍ତି? ନାଇଁ, ଆଜି ଚକୁଳି। ଇପି ଖାଇ ଖାଇକି ସେ ମଣିଷ ହେବେ ନା? ମାନେ ଯଦି ମାସକୁ ପ୍ରତିଦିନ 2 ଟାଇମ୍ ଖାଲି ଇପି ଦିଆହେବ, ସେ ଖାଇଦେବେ ଖୁସିରେ। ଆଉ କିଛି ଦରକାର ନାହିଁ। ଇପି ଚାଉମିନ। ଇପି ଚାଉମିନ ଲାଷ୍ଟକୁ ବଡ଼ ବଡ଼ ପେଟ କରିକି ବୁଲିବେ ଆଉ। ନା, ଆମ ଝିଅ ଯେତେ ଖାଇଲେ ବି ତା ଦେହରେ ଲାଗିବନି। ଆରେ ଇପି କ'ଣ ଭଲ ନା କ'ଣ? ହଉ, 4-5ଟା କୋଶ୍ଚିନ୍ର ଉତ୍ତର ଦେଇଦିଅ। ଦେବ? ଠିକ୍ ଅଛି। ପ୍ରଥମ କୋଶ୍ଚିନ୍ ପଚାରିଲି। ମୁଁ ଢଗ ଟାଇପ୍ର ଲେଖିକି ଆଣିଛି, ଆଉ ଗୋଟେ ଭଲ କୋଶ୍ଚିନ୍, କିନ୍ତୁ ଗୋଟେ ଜୀବଙ୍କୁ ସମର୍ପଣ। ପ୍ରଥମ କୋଶ୍ଚିନ୍ କହିଲ। ସୁକୁମାରୀ ଫୁଲଟିଏ ଚାହିଁ ରହିଥାଏ ସୂର୍ଯ୍ୟକୁ, ସୂର୍ଯ୍ୟ ଯେଣେ ଯାଏ ବୁଲି ବୁଲି ଚାହେଁ ସେ, ତା ନାମ ଜଣା କାହାକୁ? ସୁକୁମାରୀ ଫୁଲଟିଏ, ବୁଝିପାରିଲ? ଚାହିଁ ରହିଥାଏ ସୂର୍ଯ୍ୟକୁ, ସୂର୍ଯ୍ୟ ଯେଣେ ଯାଏ ସେ ବୁଲି ବୁଲି ଚାହେଁ, ତା ନାମ ଜଣା କାହାକୁ? ସୂର୍ଯ୍ୟମୁଖୀ। ଭାବିକି ଆନ୍ସର ଦେଲେ ଆଉ। ଜାଣିନି, ଭାବୁଛି। ସୂର୍ଯ୍ୟମୁଖୀ। ଠିକ୍ ବା। ସୂର୍ଯ୍ୟମୁଖୀ କ'ଣ? ସୂର୍ଯ୍ୟ ଯୁଆଡ଼େ କି ଯାଏ ସୂର୍ଯ୍ୟମୁଖୀ ସାରା ମୁହଁଟା ବୁଲି ବୁଲିକି ଚାହେଁନି କି? ସେଥିପାଇଁ ଆଉ ଭଲ ସୁନ୍ଦରିଆ ଫୁଲଟା। ସେକେଣ୍ଡ କୋଶ୍ଚିନ୍। ଏଇ କୋଶ୍ଚିନ୍ ଦେଖିବା ଉତ୍ତର ଦେଇପାରୁଛ କି ନାହିଁ? ନାନା ରଙ୍ଗର ଡେଣା ନେଇ ଘୁରି ବୁଲେ ସେ ସୁକୁମାରୀ, ନାନା ରଙ୍ଗର ଡେଣା ନେଇ ଘୁରି ବୁଲେ ସେ ସୁକୁମାରୀ, ଦିନ ଥିଲା ସମସ୍ତେ ଘୃଣା କରୁଥିଲେ, ଦିନ ଥିଲା ସମସ୍ତେ ଘୃଣା କରୁଥିଲେ, ଏବେ ସେ ପ୍ରିୟ ସବୁରି। ମାନେ ଏବେ ସମସ୍ତେ ତାକୁ ପସନ୍ଦ କରୁଛନ୍ତି। ନାନା ରଙ୍ଗର ଡେଣା ନେଇ ଘୁରି ବୁଲେ ସେ ସୁକୁମାରୀ, ମାନେ ଘୁରି ବୁଲେ, ଏଇଟା ଘୁରି ବୁଲେ ବଦଳରେ ଉଡ଼ି ବୁଲେ ଗଲେ ଆହୁରି ଭଲ ଲାଗିବ। ନାନା ରଙ୍ଗର ଡେଣା ନେଇ ଉଡ଼ି ବୁଲେ ସେ ସୁକୁମାରୀ, ଦିନ ଥିଲା ସମସ୍ତେ ଘୃଣା କରୁଥିଲେ, ଏବେ ସେ ପ୍ରିୟ ସବୁରି। କହିପାରିବ କିଏ ସେ? ଚଢ଼େଇ? ନା, ଜାଣିପାରୁନ? ତାହେଲେ ଠିକ୍ ଅଛି, ଏ କୋଶ୍ଚିନ୍ଟା ଅଡ଼ିଏନ୍ସକୁ ଛାଡ଼ିଦିଅ। କୁହ, ଦର୍ଶକ ବନ୍ଧୁ ଆପଣମାନେ ଏ ଉତ୍ତରଟା ଦେବେ। ଦର୍ଶକ ବନ୍ଧୁ, ମୁଁ ତ ଜାଣିନି, ଆପଣମାନେ କମେଣ୍ଟ ମାଧ୍ୟମରେ ଉତ୍ତର ଜାଣିବେ। ଠିକ୍ ଅଛି, 10 ବର୍ଷ ଜାଣିଗଲେ। ନେକ୍ସଟ କୋଶ୍ଚିନ୍ ଦେଖିବା। ଫୁଲଟିଏ ସେ ଦେହ ତାର କଣ୍ଟା, ତଥାପି ସେ ପ୍ରେମ ପ୍ରତୀକ। ଏଇଟା ଜାଣି ସାରିଲାଣି, ହସୁଛ। ଫୁଲଟିଏ ସିଏ ଦେହ ତାର କଣ୍ଟା, ତଥାପି ସେ ପ୍ରେମ ପ୍ରତୀକ, ତାକୁ ତୋଳି ହାତେ ରକ୍ତ ବୁହାଇ ଟୋକା ସାଜନ୍ତି ଗୋଟେ ଗୋଟେ ପ୍ରେମିକ। ଏଇଟା ଜାଣିଗଲାଣି, ଧାଇଁକିନି କହିଦେବ। ଗୋଲାପ ଫୁଲ। ତମ ମୁହଁରୁ ଜଣାପଡ଼ିଲା, ହସୁଥିଲ ଆଉ। ଏବେ ମୋ ରଚନା ଶୁଣ। ମୋ ରଚନା ମାନେ ମୁଁ ଆକୁ ଲେଖିଛି ଗୋଟେ କବିତା ଟାଇପ୍ର, ଭଲ ଜିନିଷଟା। କାହାଣୀ ଏମିତି କେହି ଜାଣେ ନାହିଁ, କାହାଣୀ ଏମିତି କେହି ଜାଣେ ନାହିଁ, ତାହା ଏକ ଓଡ଼ିଆ ବୀରର, ପାଇକ ଜାତିର ସୁଯୋଗ୍ୟ ସନ୍ତାନ ସେ, ପାଇକ ଜାତିର ସୁଯୋଗ୍ୟ ସନ୍ତାନ ସେ, ବୈରୀ ସାଜିଥିଲା ଇଂରେଜ ଜାତିର। ବରୁଣେଇ ପାହାଡ଼ ସାକ୍ଷୀ ରହିଅଛି, ବରୁଣେଇ ପାହାଡ଼ ସାକ୍ଷୀ ରହିଅଛି, ବୀରତ୍ୱ ଦେଖି ସେ ବୀରର। ବରୁଣେଇ ପାହାଡ଼ ସାକ୍ଷୀ ରହିଅଛି, ବୀରତ୍ୱ ଦେଖି ସେ ବୀରର, ଦେଶ ପାଇଁ ଯେ ଜୀବନ ଦେଲା ସେ, କହିପାରିବ ନାମ ତାହାର? ଷ୍ଟୋରି ଶୁଣିଛ? ବରୁଣେଇ ପାହାଡ଼ ଦେଖିଛ? ଖୋର୍ଦ୍ଧା ଗଲାବେଳକୁ ବାଁ ପଟେ ପଡ଼େ।
ସେଇ ପାହାଡ଼ରେ ଇଂରେଜଙ୍କ ସହିତ ଗୋଟେ ଯୁଦ୍ଧ ହେଇଥିଲା। ଇଂରେଜଙ୍କ ସହିତ ଯୁଦ୍ଧ କରିଥିଲେ ମାନେ ଥିଲେ 2 ଜଣ ମହାପୁରୁଷ ଥିଲେ। ଇଏ ତାଙ୍କ ଭିତରୁ ଜଣଙ୍କ ନାମ। କ'ଣ ହୁଁ? କ'ଣ ଜାଣିନି। ବରୁଣେଇ ପାହାଡ଼େ ଇଂରେଜଙ୍କ ଏଗନେଷ୍ଟରେ ଲଢ଼ିଥିଲେ 2 ଜଣ ବୀର। ମୁଁ ଗୋଟେ ହିଣ୍ଟ ଦେଇପାରିବି। ଜଣଙ୍କ ନାଁ ହେଉଛି ଜୟରାଜଗୁରୁ ଆଉ ଜଣଙ୍କ ନାଁ ବକ୍ସି ଜଗବନ୍ଧୁ। ଠିକ୍ ଉତ୍ତର ଧରିଦେଲ ଆଉ। ବକ୍ସି ଜଗବନ୍ଧୁ ଜୟରାଜଗୁରୁ ମିଶିକି 2 ଜଣ ମିଶିକି ଲଢ଼ିଥିଲେ। ହଁ ତାଙ୍କର ଆକ୍ଚୁଆଲି ଧରା ପଡ଼ିନଥାନ୍ତେ। ସେ ଇଂରେଜଙ୍କ ସହିତ ଯେଉଁ ଲଢ଼ୁଥିଲେ ସେ ଗୋଟେ ଘାଟିରେ ବସି ଲଢ଼ୁଥିଲେ, ଧରା ପଡ଼ିନଥାନ୍ତେ। କିନ୍ତୁ ଆଙ୍କ ଭିତରେ ଗୋଟେ ଥିଲା ବିଭୀଷଣ ଗଲା ଇଂରେଜଙ୍କ ସହିତ ହାତ ମିଳେଇ ଦେଲା। ସେ ଇଂରେଜମାନେ ଲୁଚିକି ଆସିକି ଧରି ନେଲେ ଆଉ ଜୟରାଜଗୁରୁଙ୍କୁ ବରଗଛରେ ବାନ୍ଧିଦେଲେ ବଡ଼ ବଡ଼ ଓହଳରେ ଆଉ ଛାଡ଼ିଦେଲେ। ଓହଳ ଯେମିତି ମେଲା ହେଇଗଲା ଜୟରାଜଗୁରୁ ଫାଡ଼ି ହେଇଗଲେ ଆଉ ବକ୍ସି ଜଗବନ୍ଧୁଙ୍କୁ ମାରିଦେଲେ ଆଉ। ନେତା ଥିଲେ ବକ୍ସି ଜଗବନ୍ଧୁ, ଜୟରାଜଗୁରୁ ତାଙ୍କୁ ସାହାଯ୍ୟ କରୁଥିଲେ କିନ୍ତୁ ମୁଣ୍ଡ ଥିଲା ଜୟରାଜଗୁରୁଙ୍କର, ବଳ ଥିଲା ବକ୍ସି ଜଗବନ୍ଧୁଙ୍କର। ହଉ ନେକ୍ସଟ କ୍ୱେଶ୍ଚିନ୍ ସେଇ ଗୋଟେ ସ୍ୱାଧୀନତା ସଂଗ୍ରାମ କର। ରାଣୀ ଥିଲା ସେ ଏକ ରାଜ୍ୟର, ମା' ବି ଥିଲା ଏକ ପୁଅର। ରାଣୀ ଥିଲା ସେ ଏକ ରାଜ୍ୟର, ମା' ବି ଥିଲା ଏକ ପୁଅର। ମା'ର ମାତୃତ୍ୱ ଆଉ ରାଣୀର ବୀରତ୍ୱ ଧରି ସାଜିଥିଲା ବୈରୀ ଇଂରେଜ ଜାତିର। ରାଣୀ ଥିଲା ଏକ ରାଜ୍ୟର, ମା' ବି ଥିଲା ଏକ ପୁଅର। ମା'ର ମାତୃତ୍ୱ ଆଉ ରାଣୀର ବୀରତ୍ୱ ଧରି ସାଜିଥିଲା ବୈରୀ ଇଂରେଜ ଜାତିର। ପୁଅକୁ ପିଠିରେ ବାନ୍ଧି ପ୍ରମାଣ ଦେଇଥିଲା ତା ନିଜ ବୀରତ୍ୱର। କହିପାରିବ ସେ ରାଣୀ କିଏ? ଏଇଟା ଜାଣିଥିବ, ଏଇଟା ପଢ଼ିଥିବ, ଦେଖିଥିବ ଟିଭିରେ। ଯିଏ ନିଜ ପିଲାକୁ ପିଠିରେ ବାନ୍ଧିକି ଫାଇଟ୍ କରିଥିଲେ 8 ବର୍ଷ ପୁଅକୁ। 8 ବର୍ଷ? ହୁଁ। ପୁଅକୁ 8 ବର୍ଷ? ପୁଅକୁ 8 ବର୍ଷର ପୁଅକୁ ପିଠିରେ ବାନ୍ଧିକି ଫାଇଟ୍ କରିଥିଲେ ଯାଇକି। ରାଣୀ ଲକ୍ଷ୍ମୀବାଇ। ବଢ଼ିଆ ଲେଖା ହେଇନି? ରାଇଟରଟେ ବନିଯିବି ଆଉ ଅଳ୍ପ ଦିନରେ। ତମେ ଗୋଟେ ମୁଭି ଲେଖିଦେଉନ, ଭଲ ଷ୍ଟୋରି ଲେଖୁଛ। ମୁଭି 4ଟା ମୁଭି ଲେଖା ହେଇକି ଥୁଆ ହେଇଛି, ପଡ଼ୋଶୀର ମିଳିବା ଦରକାର। ହଉ ଆମର ସବୁ କ୍ୱେଶ୍ଚିନ୍ ଆନ୍ସର ଦେଇଦେଲ। କୋଉଠି ସବୁ କ୍ୱେଶ୍ଚିନ୍ ଆନ୍ସର ଦେଲି? ଆଉ ଗୋଟେ ଦେଇନି ନା? ଆଉ କୋଉଟା? ଆଉ ଗୋଟେ ଅଛି ଯୋଉ କ'ଣ ଡେଣା। ସବୁ ଆମେ ଦେଇଦେଲେ ଦର୍ଶକଙ୍କୁ କିଛି କାମ ଅଛି ନା ନାଇଁ, ସେ ବି ଦେବେ, ସେ ଥାଉ ସେଇଟା ତାଙ୍କ ପାଇଁ କି। ହଉ ତାହେଲେ ଆମେ ଆସୁଛୁ, ନମସ୍ତେ। ଭଲରେ ଥାନ୍ତୁ ସମସ୍ତେ।